ଚାଷ ଏବଂ ଚାଷୀ ପ୍ରସଙ୍ଗ ବିଜେଡି ତରଫରୁ ଆଜି ଆଲୋଚନା କରିବା ପାଇଁ ଲିଖିତ ଭାବରେ ବାଚସ୍ପତି ମହୋଦୟଙ୍କୁ ଅନୁରୋଧ କରାଯାଇଥିଲା ଏବଂ ସେହି ପ୍ରସଙ୍ଗ ଆଲୋଚନା କରିବା ପାଇଁ ଆଜି ବିଜେଡି ଦାବି କରୁଥିଲା। ଅଦିନିଆ ବର୍ଷା ହେଇଛି ଏବଂ 14 ଜଣ ଚାଷୀଙ୍କ ଆତ୍ମହତ୍ୟା ହୋଇଛି। କ୍ଷତିପୂରଣ ଆବଶ୍ୟକତା ଅନୁସାରେ ମିଳିନାହିଁ। ଏ ସମସ୍ତ ପ୍ରସଙ୍ଗକୁ ଆଲୋଚନା କରିବା ପାଇଁ ଗୃହରେ ଆଜି ସରକାରଙ୍କ ପାଖରେ ବିଜେଡି ଦାବି କରିଥିଲା। ବାଚସ୍ପତିଙ୍କୁ ଲିଖିତ ଭାବରେ ଅନୁରୋଧ କରି ଅନୁମତି ବ୍ୟାଖ୍ୟା କରିଥିଲା। ତାହା ହେଲା ନାହିଁ, ଯାହା ଫଳରେ ଆଜି ବାଧ୍ୟ ହୋଇ ଆଜି ଗୃହର ମଧ୍ୟଭାଗକୁ ଆସି ଇଏ ପ୍ରସଙ୍ଗ ଉଠେ। ନିଶ୍ଚିତ ତ ସମସ୍ୟା, କିନ୍ତୁ ପ୍ରଧାନ ସମସ୍ୟା ହେଲା ସେ ତ ଧାନ ସଂଗ୍ରହ ସମସ୍ୟା। କିନ୍ତୁ ଚାଷୀ ଅମଳ ବେଳେ ଯୋଉ ମାଡ଼ ଖାଇଗଲା, 2 ଦିନ ଧରିକି ଯୋଉ ଲଗାଣ ବର୍ଷା ହେଲା, ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯାଇକି 5ଟି ଜିଲ୍ଲା ପରିଦର୍ଶନ କଲେ। ବାସ୍ତବତା କ'ଣ ସଚକ୍ଷୁରେ ଦେଖିଲେ ଏବଂ ଆପଣମାନେ ମଧ୍ୟ ଜାଣନ୍ତି। ସମଗ୍ର ଓଡ଼ିଶାରେ ଆପଣଙ୍କ ପ୍ରତିନିଧିମାନେ ଅଛନ୍ତି। ଚାଷୀର ଦୁର୍ଦ୍ଦଶା କ'ଣ, କାହିଁକି ଚାଷୀ ଆତ୍ମହତ୍ୟା କଲା, ଏ କ'ଣ ଆଲୋଚନା ହେବ ନାହିଁ? ଏ ଗୃହ କାହାର? ଜନସାଧାରଣଙ୍କର। ଓଡ଼ିଶାର ଚାଷୀଙ୍କ ପାଇଁ, ଓଡ଼ିଶାର ଶ୍ରମିକମାନଙ୍କ ପାଇଁ ଆଲୋଚନା କରିବା ହେଉଛି ଏ ଗୃହ ଉଦ୍ଦିଷ୍ଟ। କଟନୀ ଛଟନୀ ଉପରେ ତ ମୁଲତବୀରେ ଆଲୋଚନା ଥିଲା, ଆପଣ ଲମ୍ବା ସମୟ ଧରି ଆଲୋଚନା କରିପାରିଥାନ୍ତେ। ନା, କଟନୀ ଛଟନୀ ପ୍ରଧାନ ପ୍ରସଙ୍ଗ ଆଜି ନଥିଲା। କଟନୀ ଛଟନୀ ଗୋଟିଏ ପ୍ରସଙ୍ଗ ଥିଲା, କିନ୍ତୁ ପ୍ରସଙ୍ଗ ହେଲା ସାମଗ୍ରିକ ଭାବରେ ଚାଷୀର ପ୍ରସଙ୍ଗ, ଚାଷ କ୍ଷତିର ପ୍ରସଙ୍ଗ, ଚାଷୀ ଆତ୍ମହତ୍ୟାର ପ୍ରସଙ୍ଗ, କ୍ଷତିପୂରଣ ଦିଆ ନ ଯିବାର ପ୍ରସଙ୍ଗ, ଧାନ ସଂଗ୍ରହର ସମସ୍ୟାର ପ୍ରସଙ୍ଗ, କଟନୀ ଛଟନୀର ପ୍ରସଙ୍ଗ। କାହିଁ ଆଲୋଚନା? କାହିଁ ଆଲୋଚନା ପାଇଁ ସୁଯୋଗ କାହିଁ? ସେ ସୁଯୋଗ ଅଭାବରୁ ପ୍ରତିବାଦ କରିବା ଥିଲା ଆଜି ବିଜେଡିର ଏଇ ଯୋଉ କାର୍ଯ୍ୟ। ଆଲୋଚନା ଉତ୍ତର ଦେବେ, ଆମ ପାଖରେ ଅଭିଯୋଗ ଅଛି ଦେବୁ। ଆଲୋଚନା ପାଇଁ ପଛଘୁଞ୍ଚା କାହିଁକି? ଅନୁମତିରୁ ବଞ୍ଚିତ କରାଯାଉଛି କାହିଁକି? ନା, ମୁଲତବୀ ପ୍ରସ୍ତାବର ଆଲୋଚନା କରାଯାଇପାରେ, କିନ୍ତୁ ତାହା ସୀମିତ। ଯେହେତୁ ଇଏ ଗୋଟିଏ ବଡ଼ ସମସ୍ୟା, ରାଜ୍ୟବ୍ୟାପୀ ସମସ୍ୟା, 14ଟି ଜିଲ୍ଲା କ୍ଷତିଗ୍ରସ୍ତ ଏବଂ କେବଳ ବିଜେଡି ନୁହେଁ, ଗୃହର ଅନ୍ୟ ସଭ୍ୟମାନେ ଆଲୋଚନା କରିବା ପାଇଁ ଇଚ୍ଛୁକ। ସୁତରାଂ ଏହାକୁ ସ୍ୱତନ୍ତ୍ର ପ୍ରସ୍ତାବ ଭାବରେ ଆମେ नो डेट मोशन आम विधानसभा नियमावलीर 114-13 धारा अनुसार आलोचना करने को बाचस्पति अनुमति भिक्षा कर तो विराट प्रसंग अच्छी गोटे प्रसंग पर द्वितीय प्रसंग आसो कहीं विचार गुरुत्व दृष्टि आमर रही प्रेसिडेंट रही प्रश्नकाल बातिल करा एवं चाषी प्रसंग आम विचार केवल विजेडी विचार नुहे ओडिशावासी विचार एक गुरुत्वपूर्ण प्रसंग।